ନମସ୍କାର। ପ୍ରାକୃତିକ ଶ୍ୟାମ୍ପୁ ରୂପେ ପରିଚିତ ଏହି ଗଛଟି ଏହି ଫଳ ଚୋପାରେ କୁ ପାଣିରେ ବତୁରାଇ ବା ପାଣିରେ ଭିଜେଇ ତାପରେ ବ୍ରଶଟେ ଘଷିଲେ ଶ୍ୟାମ୍ପୁ ଭଳି ବାହାରେ, ଫେଣ ଫେଣ ବାହାରେ ଏବଂ ଏହି ପାଣିରେ ମୁଣ୍ଡ ଧୋଇଲେ କେଶ ସଫା ହୁଏ। ବଣିଆମାନେ ଏହାକୁ ବ୍ୟବହାର କରି ଗହଣା ସଫା କରିଥାନ୍ତି। ଏହାକୁ ସଫ୍ଟନଟ୍ ଟ୍ରି ବୋଲି ମଧ୍ୟ କୁହାଯାଏ ଇଂରାଜୀରେ। ଏହାର ଲାଟିନ୍ ନେମ୍ ସେପିଣ୍ଡସ୍ ନିକୋରାସି। ଏହାର ଅନ୍ୟ ନାମ ମୁକ୍ତାମୋଜା ଗଛ, ଅରିଷ୍ଟ। ଫେଣ ଫେଣ ବାହାରି ଫେଣିର ଗୁଚ୍ଛ ଫଳ ଗୁଡିକ ଗୁଚ୍ଛା ଗୁଚ୍ଛା ହେଇଥାଏ ଏବଂ ଏହା ଗର୍ଭକୁ ପାତ କରିଥାଏ ବା ଏବର୍ଷଣ କରିଥାଏ ବୋଲି ଏହାକୁ ଗର୍ଭପାତନ ବୋଲି ମଧ୍ୟ କୁହାଯାଏ। ବଙ୍ଗାଳୀରେ ରିଟେ ଗାଛ, ତେଲୁଗୁରେ କୁଡକୁଡେ ଚେଟ୍ ବୋଲି କହନ୍ତି। ଏହାର ମୂଳର କ୍ୱାଥ ଏବଂ ଫଳ ରସ ଔଷଧ ପାଇଁ ଉପଯୋଗ ହୋଇଥାଏ। ଏହା କଟୁ ତିକ୍ତ ରସ, ସ୍ନିଗ୍ଧ ଉଷ୍ଣ ତୀକ୍ଷ୍ଣ ଗୁଣ ଏବଂ ଏହା ବାତ କଫ ନାଶକ। ଏହା କୁଷ୍ଠ ବା ଲେପ୍ରସି, ବିଷଦୋଷ ଯେକୌଣସି ବିଷକୁ ନଷ୍ଟ କରେ। ଚର୍ମରୋଗ, ସ୍କିନ୍ ବା ସ୍କିନ୍ ଡିଜିଜ୍, ବିସ୍ଫୋଟ ବା ଫୋଟକା ଫୋଟକା ଦେହରେ ହେବା, ଜଳାପୋଡା ହେବା ଏବଂ ଯନ୍ତ୍ରଣାକୁ ଭଲ କରିଥାଏ। ମୁଣ୍ଡ ଯନ୍ତ୍ରଣାରେ ଏହାର ପତ୍ରକୁ ମୁଣ୍ଡରେ ବାନ୍ଧିଲେ ଯନ୍ତ୍ରଣା ଉପଶମ ହୁଏ। ଏହା ଫଳ ଖାଇଲେ କଫ ବାହାରିଯାଏ ଏବଂ ଶ୍ୱାସକାଶକୁ ଭଲ କରିଥାଏ। ସର୍ପ ବିଷକୁ ନଷ୍ଟ କରିବା ପାଇଁ ଏହା ଫଳକୁ ସିଝାଇ ସେ ପାଣି 130 ମିଲିଲିଟର ପର୍ଯ୍ୟନ୍ତ ରୋଗୀ ପିଇଲେ ବିଷଦୋଷ ନଷ୍ଟ ହୁଏ। ଏହାର ଫଳ ରସକୁ ନାଶ ନେଲେ ବା ନାକରେ ପକାଇ ଟାଣି ନେଲେ ମୁଣ୍ଡ ଯନ୍ତ୍ରଣା ହେବା, ଅର୍ଦ୍ଧ କପାଳି ମୁଣ୍ଡ ବଥା ଭଲ ହୋଇଥାଏ। ଯେଉଁ ସ୍ତ୍ରୀ ଲୋକମାନଙ୍କର ମେନ୍ସ କ୍ଲିୟର ହୁଏ ନାହିଁ ସେମାନେ ଏହାକୁ ଖାଇଲେ ମେନ୍ସ କରାଏ। ଗର୍ଭ ନଷ୍ଟ କରିବା ପାଇଁ ଏହାକୁ ମଧ୍ୟ ବ୍ୟବହାର କରାଯାଏ। ଏହି ଇଠା ମଞ୍ଜିର ରସକୁ ଏହାକୁ ସିଝେଇ ସେ ପାଣିରେ ଗୋଟେ ସଫା କନା କୁ ଭିଜାଇ ତାକୁ ଭେଜିନା ବା ଯୋନିରେ ରଖିଲେ ଗର୍ଭାଶୟକୁ ସଂକୋଚନ ପ୍ରସାରଣ କରେ ଏବଂ ମେନ୍ସ ଅଟକିଥିବା ମେନ୍ସକୁ କ୍ଲିୟର କରିଥାଏ। ରିମାଟିଜମ ରୋଗୀ ବା ଆଣ୍ଠୁଗଣ୍ଠି ବାତ ରୋଗୀ ଯଦି ଏ ଗଛ ପତ୍ରକୁ ସିଝେଇ ସେ ପାଣିରେ ଗାଧାନ୍ତି ତେବେ ତାଙ୍କର ଯନ୍ତ୍ରଣା କମେ ଏବଂ ଆଣ୍ଠୁଗଣ୍ଠି ବାତ ଉପଶମ ହୋଇଥାଏ।